ଆଜିଠାରୁ ଆପଣମାନେ ଯେବେ ବି ବିରି ଚାଉଳ ଇଟଲି ବନେଇବେ ଆଉ ବିଲକୁଲ ବି ଟାଣ ହେବନି, ଏକଦମ ନରମ, ଏକଦମ କଅଁଳିଆ ହେଇକି ରହିବ। ଆଉ 5ରୁ 6 ଘଣ୍ଟା ପରେ ଦେଖିଲେ ବି ଇଟଲିଟା ପୁରା ଫ୍ରେଶ୍ ରହିବ, ବିଲକୁଲ ବି ଟାଣ ହେବନି। ତ ଚାଲନ୍ତୁ ଆଜିର ଯେଉଁ ଇଟଲି ରେସିପିଟେ କିଛି ନାହିଁ, ବହୁତ ସିମ୍ପଲ ତରିକାରେ ମୁଁ ବନେଇଛି। ଆଉ ଆପଣମାନେ ଘରେ ଇଜିଲି ଆପଣମାନେ ବନେଇ ପାରିବେ। ଆଉ ହଁ, ଯେବେ ଇଚ୍ଛା ହେବ ସେବେ ବନେଇ ପାରିବେ, ପୁରା ସଠିକ୍ ଉପାୟ ଆଉ ଭାଗ ମାପରେ। ତ ଚାଲନ୍ତୁ ଆଜି ଦେଖିନେବା। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ କହି ରଖୁଛି, ଯଦି ଫାର୍ଷ୍ଟ ଟାଇମ୍ ମୋ ଭିଡ଼ିଓ କିଏ ଦେଖୁଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସାଙ୍ଗରେ ଚ୍ୟାନେଲଟିକୁ ନିହାତି ଦୟା କରିକି ସବସ୍କ୍ରାଇବ୍ କରନ୍ତୁ, ଆମର ସବୁବେଳେ ଏମିତି ହେଲ୍ପଫୁଲ୍ ଭିଡ଼ିଓ ଦେଖିବା ପାଇଁ। ତ ଚାଲନ୍ତୁ ଆଜିର ଯେଉଁ ମଜାଦାର ରେସିପିଟେ ଦେଖିନେବା। ଆଉ ଥରେ କହି ରଖୁଛି, ଭିଡ଼ିଓକୁ ଲାଇକ୍ କରିବା, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ବିଲକୁଲ ବି ଭୁଲିବେନି। ତ ହ୍ୟାଲୋ ଫ୍ରେଣ୍ଡସ୍, ବାସୁମତୀ କିଚେନରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଚାଲନ୍ତୁ ଆଜିର ଯେଉଁ ସଫ୍ଟ ବିରି ଚାଉଳ ଇଟଲି ଆମେ କେମିତି ବନାଉଛେ ଡେରି ନ କରିକି ଦେଖିନେବା। ଏକଦମ ନରମ ରହିବ ଆଉ ପୁରା କଅଁଳିଆ ହେଇକି ରହିବ, ଖାଇବା ପାଇଁ ବହୁତ ହି ବଢ଼ିଆ ଲାଗିବ। ତ ଚାଲନ୍ତୁ ପ୍ରଥମେ ଗୋଟେ ବଡ଼ଟା ବେଲା ଏମିତି ନେଇଯିବା, ତା ଦେହରେ ଦେବା 3 କପ୍ ଚାଉଳ। ଚାଉଳ ମୁଁ ଏଇଠି ଅରୁଆ ଚାଉଳ ନେଇଛି ଫ୍ରେଣ୍ଡସ୍, ଆପଣମାନେ ବି ଅରୁଆ ଚାଉଳ ନେଇପାରିବେ, ନହେଲେ ରାସନ ଚାଉଳ ଯେଉଁ ମିଳୁଛି ରାସନ ଚାଉଳରେ ବି ଆପଣମାନେ ବନେଇ ପାରିବେ, କିନ୍ତୁ ମୁଁ ଏଇଠି ନେଇଛି 3 କପ୍। ତ 3 କପ୍ ଚାଉଳ ପାଇଁ ମୁଁ ଏଇଠି ନେଇଛି ସେଇ କପ୍ରେ ଭାଗ ମାପ ଦେଇକି ଅଧା କପ୍ ବିରି। ତ ଦେଖିପାରୁଥିବେ, ତ ମୁଁ ଏଇଠି 3 କପ୍ ଚାଉଳ ପାଇଁ ଅଧା କପ୍ ଏଇଠି ମୁଁ ବିରି ଦେଉଛି। ବେଶୀ ବିରି ଦେବେନି, ନହେଲେ ପିଠାଟା ବହୁତ ଟାଣ ହେଇଯିବ। ତ ସେଇଥିପାଇଁ ପୁରା କମ୍ରୁ କମ୍ ବିରି ଦିଅନ୍ତୁ, ପିଠାଟା ଏକଦମ ଫୁଲିବ। ତ ପିଠାଟା ଆମର ବହୁତ ସଫ୍ଟନେସ୍ ପାଇଁ ମୁଁ ଏଇଠି ଦେଉଛି ଅଧା ଚାମଚ ମେଥି ଦାନା। ମେଥି ଦାନା ବିଲକୁଲ ବି ସ୍କିପ୍ କରିବେନି, ନିହାତି ଦେବେ। ତ ଏଇଥିରେ ଆମେ ଭଲ ପାଣି ଦେଇକି 2ରୁ 3 ଥର ଏ ଚାଉଳ ବିରିକୁ ବଢ଼ିଆସେ ଆମେ ଧୋଇ ନେବା। ବଢ଼ିଆସେ ରଗୁଡ଼ି ରଗୁଡ଼ି ଧୋଇବା, ଆର ଷ୍ଟାର୍ଚ ସବୁ ଯେଉଁ ଥିବ ଏସବୁ ବାହାରିଯିବ। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ 2ରୁ 3 ଥର ବିରି ଆଉ ଚାଉଳକୁ ବଢ଼ିଆସେ ମୁଁ ଧୋଇ ସାରିଛି। ତ ଏଗୁଡ଼ାକ ପୋଡ଼ିଲା ପର୍ଯ୍ୟନ୍ତ ଏଇଠି ଆମେ ପାଣି ଦେବା, ଯେମିତିକି ଆମ ଚାଉଳ ଆଉ ବିରି ଦୁଇଟା ଯାକ ବଢ଼ିଆସେ ବୁଡ଼ିଯିବ, ଆଉ ଫୁଲିଲା ପରେ ବି ପାଣି ଯେମିତି ଏକ୍ସଟ୍ରା ଉପରକୁ ରହିବ। ତ ଦେଖନ୍ତୁ ଏଇଠି ମୁଁ ପାଣି ପୁରା ବେଲେ ଭର୍ତ୍ତି କରିଦେଇଛି, ତାକୁ ଘୋଡ଼େଇକି ଛାଡ଼ିଦେବା 5ରୁ 6 ଘଣ୍ଟା ପାଇଁ। 5ରୁ 6 ଘଣ୍ଟା ଭିତରେ ବଢ଼ିଆସେ ଭିଜିଯିବ। ତ 5ରୁ 6 ଘଣ୍ଟା ପରେ ମୁଁ ଆପଣମାନଙ୍କୁ ଦେଖାଉଛି ଫ୍ରେଣ୍ଡସ୍। ତ ଦେଖନ୍ତୁ ଆମର ବିରି ଆଉ ଚାଉଳ ଦୁଇଟା ଯାକ ବଢ଼ିଆସେ ଆମର ଭିଜି ଯାଇଛି। ତ ଦେଖିଲେ ନା, ପୁରା ଏକଦମ ଚାଉଳ ଆଉ ବିରି ବଢ଼ିଆସେ ଫୁଲି ଯାଇଛି। ତ ଚାଲନ୍ତୁ ଏ ପାଣି ଆଉ ଫୋପାଡ଼ିବାନି, ଏଇ ପାଣିରେ ହିଁ ଆମେ ବାଟିବା। ତ ମୁଁ ଗୋଟେ ଗ୍ରାଇଣ୍ଡର ଜାର୍ ନେଇଯାଇଛି, ଗ୍ରାଇଣ୍ଡର ଜାର୍ରେ ଏଇଠି ଆମେ ଅଳ୍ପ ଅଳ୍ପ କରିକି ବାଟିବା। ଏକାଥରେ ବାଟିଦେଲେ ଆପଣମାନଙ୍କର ଗ୍ରାଇଣ୍ଡର ରହିଯିବ, ନହେଲେ ବାଟି ହେବନି। ତ ସେଇଥିପାଇଁ ଏକାଥରେ ନ ବାଟିକି ଅଳ୍ପ ଅଳ୍ପ କରିକି ବାଟନ୍ତୁ, ପୁରା ଚିକ୍କଣ କରିକି ବାଟନ୍ତୁ। ତ ଦେଖନ୍ତୁ ମୁଁ ଏଇଠି ଅଧା ନେଇଯାଇଛି ବିରି ଡାଲି ଆଉ ଚାଉଳ, ଆଉ ସେଇ ପାଣି ଯେଉଁ ପାଣି ଆମେ ଭିଜେଇଥିଲେ ସେଇ ପାଣି ହିଁ ଏଇଠି ଆମେ ଦେବା, ଆଉ ଆକୁ ପୁରା ଚିକ୍କଣ କରିକି ବାଟିବା, କେଉଁଠି ବି ଖଦଡ଼ିଆ ବିଲକୁଲ ରଖିବାନି। ବାଟି ସାରିଲା ପରେ ଆଉ ଗୋଟେ ବଡ଼ ଜାଗାରେ ଆମେ ଆଣଟାକୁ ଆମେ ବାହାର କରିନେବା। ତ ଦେଖନ୍ତୁ ଅଳ୍ପ ଅଳ୍ପ କରିକି ମୁଁ ବାଟି ଦେଇଛି, ବ୍ୟାଟରଟା ଆମର ପୁରା ରେଡ଼ି ହେଇଯାଇଛି। ତ ଏଇଠି ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଏଇଠି ଲୁଣ ଥରେ ଦିଅନ୍ତୁ, 2 ଥର ପକାଇବା ବିଲକୁଲ ଜରୁରତ ନାହିଁ। ଲୁଣ ଦେଇ ସାରିଲା ପରେ ହାତରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଆକୁ ବଢ଼ିଆସେ ଫେଣ୍ଟନ୍ତୁ। ଆପଣମାନେ ଯେତେ ବଢ଼ିଆସେ ଫେଣ୍ଟିବେ ଆମ ବ୍ୟାଟରଟା ବହୁତ ସ୍ମୁଥ୍ ହେବ, ଆଉ ପିଠାଟା ବି ବହୁତ ବଢ଼ିଆସେ ଫୁଲିବ। ତ ସେଇଥିପାଇଁ 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଆକୁ ଫେଣ୍ଟିବେ। ତ ଦେଖନ୍ତୁ ମୁଁ ଏଇଠି ଚୁନାଟାକୁ ବଢ଼ିଆସେ ଫେଣ୍ଟି ଦେଇଛି, ତାକୁ ଘୋଡ଼େଇକି ଆମେ ଛାଡ଼ିଦେବା 5ରୁ 6 ଘଣ୍ଟା ପାଇଁ। ଫ୍ରିଜରେ ବିଲକୁଲ ରଖିବେନି, ବାହାରେ ହିଁ ରଖିବେ। ତ ଦେଖନ୍ତୁ 5ରୁ 6 ଘଣ୍ଟା ପରେ ଆମର ବ୍ୟାଟରଟା ଦେଖନ୍ତୁ ହାଲକା ହାଲକା ଫୁଲି ଯାଇଛି। ଯଦି ବ୍ୟାଟର ଏମିତି ଫୁଲିଯିବ ତ ଆପଣମାନଙ୍କୁ ଆଉ ଇନୋ କିମ୍ବା ସୋଡ଼ା ବ୍ୟାଟରରେ ପକାଇବା ପାଇଁ ବିଲକୁଲ ଦରକାର ପଡ଼ିବନି। ଅଟୋମେଟିକଲି ହିଁ ପିଠାଟା ବହୁତ ସ୍ମୁଥ୍ ଆଉ ଜାଲିଦାର ବନିବ। ଆଉ ଏମିତି ନିହାତି ଫୁଲେଇବେ ଫ୍ରେଣ୍ଡସ୍ ଆଣଟାକୁ, ତ ଆପଣମାନଙ୍କୁ ଆଉ ଇନୋ ସୋଡ଼ା ଦରକାର ବିଲକୁଲ ବି ପଡ଼ିବନି। ସେମିତି ହିଁ ପିଠାଟା ବହୁତ ନରମ ଆଉ ଜାଲିଦାର ବନିବ। ତ ଏଇଟାକୁ ହାଲକା ହାଲକା କରିକି ଆଉ ଥରେ ବ୍ୟାଟରଟାକୁ ଗୋଳେଇ ଦେବା। ବେଶୀ ଜୋରସେ ଗୋଳେଇବା ବିଲକୁଲ ଦରକାର ନାହିଁ, ବାସ୍ ଥରେରୁ 2 ଥର ବାସ୍ ବ୍ୟାଟରଟାକୁ ଗୋଳେଇ ଦେବେ ଆଉ ପିଠା ବନେଇବେ। ତ ଦେଖନ୍ତୁ ଆମର ଇଟଲି ବ୍ୟାଟରଟା ପୁରାପୁରି ରେଡ଼ି ହେଇଯାଇଛି। ତ ଏଇଠି ମୁଁ ନେଇଯାଇଛି ଇଟଲି ବାସନ। ତ ଇଟଲି ଛାଞ୍ଚଟାରେ ମୁଁ ବିନା ତେଲ ବିନା ଘିଅ ନ ଲଗେଇକି ମୁଁ ଏଇଠି ଦେଉଛି। ଇଟଲିଟା ବହୁତ ହି ବଢ଼ିଆସେ ବାହାରିଯିବ। ଆପଣମାନେ ଦେଖନ୍ତୁ ବିଲକୁଲ ବି ଇଟଲି ଛାଞ୍ଚରେ ବିଲକୁଲ ବି ଲାଗିବନି, ପୁରା ଗୋଟା ଗୋଟା ଆଉ ଗୋଲିଆ ହେଇକି ଇଟଲିଟା ବାହାରିବ।
तो ये आम गोटे उपर गोटे सबुतक छांच ये आम भर्ती कर नवा आउ हाँ हाल्का टिके ना खाली रखा आमर इडली पिठाटा टिके ना फुल तो से अल्प टिके ना खाली रखिकी आणटा भर्ती करेंगे बेसी जदि भर्ती करदे आमर इडली पिठाटा पूरा बाहर को बाहरी आसो आ बहुत ही बड़ माने भल देखाजी तो से हाल्का हाल्का खाली रखिए। तो ये देखो फ्रेंड्स मु दुई ग्लास पानी ये मु राइस कुकर इडली बनाऊँगी तो 2 ग्लास पानी मुझे आगुरी गरम कर सारी तो पानी टिके ना गरम हो सारा पर छांचटा ये आम ओल्लैदबा आउ यहाँ को पूरा कभर करके 10 ରୁ 15 मिनट पूरा स्लो मीडियम रे पिठाटा को आम सिझेबा। तो देखिपे स्लो मीडियम रे सिझेबे हाई फ्लेम रे सिझेले पिठाटा पानी सब मरीज पिठाटा सिझबनी तो से स्लो मीडियम रे पिठाटा को सिझेबे। तो देखो मु 7 मिनट लगी पिठा सिझापी तो देखो 7 मिनट भितर पिठाटा देखिपे आपण मैंने आगुरी मुझे बैटर पकई ताठू 2 डबल फुली जाइए तो पिठाटा आमर पूरा सिझी जाइए तो पिठाटा आम बाहर कर नवा। तो देखो फ्रेंड्स इडली पिठा आमर बिरी चाउल रे परफेक्ट तरीका रे बनै देछि मु आपण मैंने भी निहाती बनातु आपणकर भी इडली आउ बिल्कुल भी टाण हेनी। आउ हाँ ये वीडियो केमिति लगिला कौन कमेंट करबा बिल्कुल भी भूलिबेनी जदि भल लगे निहाती थरे बनातु। आउ हाँ दया करके वीडियो को लाइक आउ चैनल को सब्सक्राइब करवाटा बिल्कुल भूलिबेनी। तो प्लीज़ दया करके चैनल टी को निहाती सब्सक्राइब करंतु।